ଲୌହ ପ୍ରସାଦ ଦାସ ମା ଆଉ ତାର ମାଟି ପାଇଁ ଲଢ଼ିକି ଜେଲ୍ ଯାଇଛି। ତାର କର୍ମୀ ଭାଇମାନେ ଯେଉଁମାନେ ମା ବିରଜାଙ୍କ ପ୍ରକଳ୍ପ ପାଇଁ ଆଉ ମାଟି ପାଇଁ ଲଢ଼ିକି ଜେଲ୍ ଯାଇଛି। ହାତ ଯୋଡ଼ିକି ଗଣମାଧ୍ୟମକୁ କହୁଛି, ଦୟାକରି ମୋ ବିଷୟରେ ଯାହା ମିଛ ସତ କହୁଛନ୍ତି କୁହନ୍ତୁ, କିନ୍ତୁ ମାଙ୍କ କଥାକୁ ପ୍ରକୃତ ତଥ୍ୟ ଆଣନ୍ତୁ। ଗୌତମ ବାବୁ ଜାଣିଥିବେ କି ନାହିଁ, ହାଟରେ ପୁଖା ଲୋକଙ୍କୁ ପଚାରିବେ ବିରଜା ହାଟ ପାଇଁ ମୋ ବାବା କ'ଣ ସଂଘର୍ଷ କରିଥିଲେ। ମୁଁ ହାଟ ବିରୋଧ କରିବି? ହାଟ ଯେତେବେଳେ ପ୍ରଭୁ ଜଗନ୍ନାଥଙ୍କ ପ୍ରକଳ୍ପ ସହିତ ଓଡ଼ିଶାର ବିଭିନ୍ନ ମଠ ପୀଠମାନଙ୍କର ପ୍ରକଳ୍ପ ତିଆରି କରାଗଲା, ନକ୍ସା ପ୍ରସ୍ତୁତ କରାଗଲା, ମା ବିରଜାଙ୍କ ପ୍ରକଳ୍ପ ପ୍ରସ୍ତୁତ କରାଗଲା, ସେତେବେଳେ ପ୍ରଶାସନ ବିଭିନ୍ନ ଷ୍ଟେକ୍ ହୋଲ୍ଡର, ସେବାୟତ, ହାଟ ମାଲିକ ଏବଂ ଦୋକାନୀ, ବିଭିନ୍ନ ଷ୍ଟେକ୍ ମାନଙ୍କୁ ଡକାଗଲା। ସେତେବେଳେ ମୁଁ ବିଧାୟକ ଥିଲି। ଏକ୍ସ ଚେୟାର ବିଷୟରେ ଲଲବାବୁ ମାନେ ଭବ ପ୍ରସାଦ ଦାସକୁ ଡକାଇକି ଗୋଟେ ପ୍ରେଜେଣ୍ଟେସନ ଦିଆଗଲା ଯେ ମା ବିରଜାଙ୍କ ପ୍ରକଳ୍ପ ଏଇଭଳିଆ କରାଯିବ। ଏତିକି ଲୋକ, ପାଖାପାଖି 60 ଲୋକ ବିସ୍ଥାପିତ ହେବେ, ହାଟ ମାଲିକ ବିସ୍ଥାପିତ ହେବେ। ସେଥିରେ ମୋ ମାମୁଁ ଘର ଜାଗା, ଅଧ ଏକର ଜାଗା ଥିଲା, ସିଏ ବି ବିସ୍ଥାପିତ ହେବେ। ଗୋଟେ ଷ୍ଟେକ୍ ହୋଲ୍ଡର ପାଇଁ ବସ୍ତା ହେଇଥିଲା। ଲଲ୍ଲର ମାନେ ଭବପ୍ରସାଦଙ୍କର ବହୁତ ହେଲ୍ପ ତାଙ୍କର ନେଇଥିଲେ ପ୍ରଶାସନ। ଆପଣ ପଚାରି ପାରନ୍ତି, କାରଣ ଷ୍ଟେକ୍ ହୋଲ୍ଡର ମାନଙ୍କୁ ବୁଝେଇବା ସୁଝେଇବା, 200-250 ବର୍ଷର ଯେଉଁ ଘର କି 300 ବର୍ଷର ଘର, ହାଟ ଯେ ପୁରୁଣା ହାଟ ତାଙ୍କର ଯେ ମାଲିକ, ତ ମା ପ୍ରକଳ୍ପ ପାଇଁ ସମସ୍ତେ ଏକାଠି ହେଇଥିଲେ ଏବଂ ପ୍ରଶାସନ ବିଭିନ୍ନ ପ୍ରତିଶ୍ରୁତି ମାନ ଦେଇଥିଲା। ଯେଉଁମାନେ ଦୋକାନୀ ଛାଡ଼ିବେ ତାଙ୍କୁ ଘର ଦିଆଯିବ, ଯେଉଁମାନେ ହାଟ ଦୋକାନୀ ବେପାରୀ ଚାଷୀ ଭାଇମାନେ ଥିଲେ ତାଙ୍କ ପାଇଁ ଗୋଟେ RMC ପାଖାପାଖି 1 କୋଟି ଟଙ୍କା ଖର୍ଚ୍ଚ କରିଛି ପାଖରେ ସନ୍ତମାତ ପାଖରେ, ଏବଂ ସେମାନଙ୍କୁ ଥଇଥାନ କରିଥିଲେ। ଏବଂ ସେଠି ପାଖାପାଖି 11 କୋଟି ଟଙ୍କା ସରକାର ସେତେବେଳେ ସାଂସନ୍ କରିଥିଲେ। ସେଠି 11-1 ବି ସରିଛି, ମାନେ 11 କୋଟି ଟଙ୍କା ସାଂସନ୍ ହେଇକି ପଇସା ବି ଆସିଯାଇଛି, 19-1 ହେଇନି। ତ ସେଠି ଗୋଟେ ଅତ୍ୟାଧୁନିକ ହାଟ କରାଯିବ ଏବଂ ସେଠି ମାନେ କୋଲ୍ଡ ଷ୍ଟୋରେଜଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ଯାହା ହାଟ ପାଇଁ ଦରକାର, ଯେହେତୁ ଏଟା ଗୋଟେ ପ୍ରସିଦ୍ଧ ହାଟ ମା ବିରଜାଙ୍କ ହାଟ, ସେଟା କରିବା ପାଇଁ ସରକାର ସବୁ ବ୍ୟବସ୍ଥା କରିଥିଲେ ଏବଂ ସେଇ ଅନୁସାରେ ବିସ୍ଥାପିତ ମାନେ ଛାଡ଼ିଥିଲେ। ମୁଁ ଧନ୍ୟବାଦ ଦେବି ସେବାୟତ ମାନଙ୍କୁ। ମ୍ୟାକ୍ସିମମ୍ ଜମି ସେବାୟତ ମାନେ ଯାଇଥିଲା ଏବଂ ସେବାୟତ ମାନେ ବହୁତ କଷ୍ଟରେ ତାଙ୍କୁ ବୁଝାସୁଝା କରିକି ସେମାନେ ମାଙ୍କ ପାଇଁ ଅତି ମାନେ ଯୋଉଟା କହନ୍ତି ଉତ୍ସାହର ସହିତ ସେ ଜମି ଛାଡ଼ିଥିଲେ। ଏବଂ ହଠାତ୍ ଜଣାଗଲା ଯେ ବେପାରୀ ଭାଇମାନେ ଏବଂ ଚାଷୀ ଭାଇମାନେ ଚାହୁଁଛନ୍ତି ଯୋଉଠି ହାଟ ଚାଲିଛି ସେଇଠି ଚାଲୁ। ମୋ ପାଖକୁ ଯେଉଁମାନେ ବିସ୍ଥାପିତ ମାନେ ଆସିଲେ, ମୁଁ ବି ଚାହିଁବି ସରକାର ହେଉଛି ସମସ୍ତଙ୍କର, ଲୋକମାନେ ଯାହା ଚାହିଁବେ ସେୟା ହଉ। ଯଦି ଚାଷୀ ଭାଇମାନେ ବେପାରୀ ଭାଇମାନେ ଚାହୁଁଛନ୍ତି ସେଠି ହାଟ ପାଇଁ, ନିଶ୍ଚିତ ହଉ। ଭବପ୍ରସାଦ ଦାସ ବାରମ୍ବାର ପ୍ରଶାସନ ପାଖକୁ ଯାଇଛନ୍ତି, ବିଭିନ୍ନ ଷ୍ଟେକ୍ ହୋଲ୍ଡର ପ୍ରଶାସନ ପାଖକୁ ଯାଇଛନ୍ତି। ଆଜ୍ଞା, ବିରଜା ପ୍ରକଳ୍ପ ବିଶେଷ କରି ସେବାୟତ ମାନେ ବାରମ୍ବାର ଯାଇଛନ୍ତି ଯେ ଆମକୁ ଯେଉଁ ପ୍ରକଳ୍ପ ଦେଖେଇଥିଲେ ସେ ପ୍ରକଳ୍ପକୁ ଆପଣ ଯେଉଁ ପାଖାପାଖି 3ଟା ଆଡମିନିଷ୍ଟ୍ରେଟିଭ ଆପ୍ରୁଭାଲ ହେଇଛି ଆପଣଙ୍କର RNBର ମାନେ ପୂର୍ତ୍ତ ବିଭାଗର, ଏବଂ ବିଭିନ୍ନ ଗୋଟେ ଆନିମେଟେଡ ଦେଖା ହେଇଥିଲା, ସେଥିରେ ଟିଭି କରିକି ସମସ୍ତଙ୍କୁ ଦେଖା ହେଇଥିଲା ପ୍ରକଳ୍ପଟି ଏଇଭଳିଆ ଦେଖାଯିବ କରାଇକି। ସେମାନେ କହିଲେ ଯେ ଆମକୁ ସମସ୍ତଙ୍କୁ ଡକାଯିବ, ଯଦି ଜାଗା ବଳୁଛି ପ୍ରୋଜେକ୍ଟ ସରିଲା ପରେ, ପାର୍କିଂଠୁ ଆରମ୍ଭ କରି ପ୍ରୋଜେକ୍ଟ ସରିଲା ପରେ ଜାଗା ବଳୁଛି କମ୍ପାଉଣ୍ଡ ୱାଲ୍ ବୁଲାଯାଉ। କମ୍ପାଉଣ୍ଡ ୱାଲ୍ ବୁଲା ହେଇକି ଜାଗା ଯୋଉଟା ବାହାରିବ ସେ ଜାଗାରେ ଚାଷୀ ଭାଇମାନେ ବେପାରୀ ମାନେ ଯାହା ଚାହୁଁଛନ୍ତି, ମୁଁ ବି ସେଥିରେ ଖୁସି, ମୁଁ ବି ସେଠି ଚାହୁଁଛି ସେମାନେ ଯାହା ଚାହୁଁଛନ୍ତି ସେୟା ହଉ। କିନ୍ତୁ ମା ବିରଜା ପ୍ରକଳ୍ପ ଯୋଉଟା ଅରିଜିନାଲ ପ୍ରକଳ୍ପ, ସେଥିରେ ସାମାନ୍ୟତମ ଟିକେ ନ ହୋଇଯାଉ, କାରଣ ସମସ୍ତେ ଯିଏ ଭିଟାମିଟି ଛାଡ଼ିଛି ସେ ବି ଭବପ୍ରସାଦ ଉପରେ ପ୍ରେସର ପକାଉଛନ୍ତି। ମୁଁ ପା କହିଲି, ଆପଣ ଶୁଣିପାରିଲେନି? ମୁଁ କହିଲି ଚାଷୀ ଭାଇମାନେ ବେପାରୀ ଭାଇମାନେ ଯାହା ଚାହୁଁଛନ୍ତି ସେୟା ହଉ। ଯୋଉ ପ୍ରକଳ୍ପ ପ୍ରଶାସନ ସରକାର ଆସିବେ ସରକାର ଯିବେ, ବିଧାୟକ ଆସିବେ ବିଧାୟକ ଯିବେ, ମା ଅଛି ମା ରହିବ। ମୋର କହିବାର କଥା ହେଉଛି, ସେତେବେଳେ ଆମ ଦଳ ଥିଲା ସରକାରରେ, ମୁଁ ବିଧାୟକ ଥିଲି। ଏବେ ଗୌତମ ବାବୁଙ୍କ ସରକାର ଅଛି, ବିଧାୟିକା ଅଛନ୍ତି, ତାଙ୍କୁ ଡାକନ୍ତୁ, ସମସ୍ତ ଷ୍ଟେକ୍ ହୋଲ୍ଡରଙ୍କୁ ଡାକନ୍ତୁ। ସେମାନଙ୍କୁ ପ୍ରଶାସନ କ'ଣ କହିଥିଲା, ସେମାନଙ୍କୁ କ'ଣ, କାରଣ ପ୍ରଶାସନ ତ ବଦଳିବନି ନା, ପ୍ରଶାସନ ସେମାନଙ୍କୁ କ'ଣ କହିଥିଲା, କ'ଣ ପ୍ରତିଶ୍ରୁତି ଦେଇ କରିଥିଲା, ପ୍ରୋଜେକ୍ଟ କ'ଣ ଦେଖେଇଥିଲା, ପ୍ରୋଜେକ୍ଟର ବର୍ତ୍ତମାନ ଆଡମିନିଷ୍ଟ୍ରେଟିଭ ମୋ ପାଖରେ ସବୁ ଅଛି। ପ୍ରୋଜେକ୍ଟ ଆପ୍ରୁଭାଲ କ'ଣ ହେଇଥିଲା, କେତେ ବାଟ ଯାଏ ପ୍ରୋଜେକ୍ଟ ହେଇଥିଲା, ତାପରେ ଯଦି ଜମି ବଳୁଛି ଏବଂ ଯଦି ଜମି ସର୍ଟ ପଡୁଛି, ପ୍ରଶାସନ ସେଠି ଆହୁରି ସରକାର ଲ୍ୟାଣ୍ଡ ଆକ୍ୱିଜିସନ କରନ୍ତୁ, ଲ୍ୟାଣ୍ଡ ଆକ୍ୱିଜିସନ କରି ବସାନ୍ତୁ ସେଠି। ଆମେ ତ ଲ୍ୟାଣ୍ଡ ଆକ୍ୱିଜିସନ କରିକି ବସେଇଛୁ ଏପଟେ, ଆମେ ପଇସା ବି ଦେଇଥିଲୁ ସେତେବେଳେ ଲ୍ୟାଣ୍ଡ ଆକ୍ୱିଜିସନ କରିକି ଏଠି ବେଟ କରିବା ପାଇଁ। ଯଦି ଚାଷୀ ଭାଇମାନେ ବେପାରୀ ଭାଇମାନେ ଚାହୁଁଛନ୍ତି ସେଠି କରାଯାଉ।
ଯେତେ କରାଯିବ ସେତେ ତାଙ୍କ ପାଇଁ ଭଲ। ଏ ଲୋକଙ୍କ କଥା ସବୁବେଳେ ସରକାର ଶୁଣିବା ଦରକାର। ସେଠି ଯଦି ଜମି ମୋର ଦି ଭାଇ ସେଠି ଅଛନ୍ତି, ମାମୁ ଭାଇ ମାମୁ ପୁଅ ଦି ଭାଇ ଅଛନ୍ତି, ସେମାନେ ଜମି ତାଙ୍କ ପଇସା କୋର୍ଟରେ ଡିପୋଜିଟ୍ ହେଇଛି, ଯଦି ସେମାନେ ବୁଝେଇ ପାରୁନାହାନ୍ତି ମୋ ଭାଇଙ୍କୁ, ମୁଁ ବି ତାଙ୍କ ସହିତ ସହଯୋଗ କରିବି ମୋ ଭାଇମାନଙ୍କୁ ବୁଝେଇବା ପାଇଁ ଯେ ସରକାର ଯଦି ଜମି ଚାହୁଁଛନ୍ତି ଜମି ଦିଅ ଏବଂ ସେଠି ହାଟ ହଉ। ମା ଏଣ୍ଟାୟାର ଏଫର୍ଟ ହେଉଛି ମା ବିରଜା ପ୍ରକଳ୍ପରେ ସାମାନ୍ୟତମ ଆଞ୍ଚ ନ ଆସୁ। ପ୍ରଶାସନ ଏବେ କହୁଛି, ଆଗରୁ କ'ଣ କରୁଥିଲା, କାହିଁକି ଏତେ ବାଟ ଯିବ, କାହିଁକି ଲଢ଼େଇ ହବ, କାହିଁକି ନିରୀହ ଲୋକମାନେ ଅସୁବିଧା ପଡ଼ିବେ, କ'ଣ ପାଇଁ ପଡ଼ିବେ, ସେଇଟା ତୁମେ ପ୍ରଶ୍ନ ପଚାରୁଛି। ବିଧାୟକ ମାନେ ଆମର ଭବପ୍ରସାଦ ଜେଲ୍ ଯାଇଛନ୍ତି, ମା ପାଇଁ ଯାଇଛି, ଅସୁବିଧା କ'ଣ ଅଛି? ତା ନିରୀହ ଭାଇମାନେ ମିଛ କେସ୍ରେ କରିକି ପୁରଉଛନ୍ତି, ମିଛ କାହିଁକି? ସେ ଭାସି ପାଉ, କିଛି ଅସୁବିଧା ନାହିଁ। ମା ପାଇଁ ମରିଗଲେ କ'ଣ ଅସୁବିଧା ଅଛି? କିଛି ଅସୁବିଧା ନାହିଁ। ମୁଁ ଆଜି ବି କହୁଛି, ବେପାରୀ ଚାଷୀ ଭାଇମାନଙ୍କ ପାଇଁ ଯଦି ମୋ ମାମୁ ପୁଅମାନଙ୍କୁ ବୁଝେଇବାକୁ ପଡ଼େ ମୁଁ ଯିବି, ତାଙ୍କ ଖୁସିରେ ମୁଁ ଖୁସି। କିନ୍ତୁ ମା ପ୍ରକଳ୍ପରେ ଯେଉଁ ସେବାୟତ ମାନେ ଯେଉଁ ଘର ମାନେ 150-200 ବର୍ଷ ରଣା ମାଳି ଗରିବ ମାନେ ମା ମାନଙ୍କ ପାଇଁ ଜାଗା ଛାଡ଼ିଛନ୍ତି, ତାଙ୍କର କୌଣସି ମାନେ ତାଙ୍କର ଯେଉଁ ଆବେଗକୁ ଏବଂ ତାଙ୍କର ଯେଉଁ ଅବଦାନକୁ ବଳି ନ ପକାଇକି କାମ କରାଯାଏ। ଚାଷୀ ଭାଇମାନେ ବି ଖୁସି ରୁହନ୍ତୁ, ବିସ୍ଥାପିତ ମାନେ ଖୁସି ରୁହନ୍ତୁ। ସର୍ବୋପରି ପ୍ରଥମ କାମ ଯେଉଁଥିପାଇଁ ଛାଡ଼ିଛନ୍ତି ମାଙ୍କ ପ୍ରକଳ୍ପ ଟିକେ ବି ହାତ ମରା ନଯାଉ। ଆଉ କଥା ରହିଲା, ଆପଣ ଯେଉଁଟା ପଚାରୁଥିଲେ, ପ୍ରଶାସନ ଯଦି ଏତିକି କାମ କରିଥାନ୍ତା ଏ କାମ କାହିଁକି ହେଉଥାନ୍ତା, କ'ଣ ପାଇଁ ଦରକାର? ଆମେ ଜାଣିଛୁ ଲୋକ ଯାହାକୁ ସରକାର ଦେଲେ ସେ ସରକାର ଚଲେଇବେ, ଆମର କ'ଣ ସୁବିଧା ଅଛି? କିନ୍ତୁ ମା ତ ରହିବ ନା, ମା କାମ ହଉ। ବହୁତ ଶାନ୍ତ ସାର୍ ଅଶାନ୍ତ ଆପଣ ଅନୁଭବ କରୁଥିବେ। କାହିଁ ଏଠି ଫ୍ଲାଗ ମାର୍ଚ୍ଚ କରୁଛନ୍ତି ଗୋଟେ ଲୋକ କାହିଁକି? ଲୋକଙ୍କର କିଛି ନାହିଁ, ଲୋକ କ'ଣ ମା ଚାହୁଁଛନ୍ତି? କ'ଣ ଅଶାନ୍ତ? କୋଉଠି ଅଶାନ୍ତ ହେଇଛି? କୋଉଠି ଅଶାନ୍ତ ହେଇଛି ମୁଁ ଦେଖେଇଲେ ଆପଣ ଗୋଟେ ଦେଖାନ୍ତୁ। କୋଉଠି ଅଶାନ୍ତ ହେଇକି କୋଉଠି ଦୋକାନ ବଜାର କାହାକୁ ଅଛି, କୋଉଠି ରାଜଧାନୀ ହେଇଛି, କୋଉଠି କାହା ଗୋଟେ ଚାପଟି ପକେଇଛି, କିଏ କୋଉଠି ହେଇଛି? ଯାହା ହେଇଛି ହାଟରେ ହେଇଛି, କାହିଁକି? ନା ପ୍ରକଳ୍ପ ପାଇଁ।